କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଡିସ୍କସ୍ କରିବା ଆନିମାଲ ସେଲ୍ ବିଷୟରେ, ପ୍ରାଣୀ କୋଷ ବିଷୟରେ ଆମେ କଥା ହେବା। ତ ଫାର୍ଷ୍ଟ ପଏଣ୍ଟ ହେଉଛି ଆନିମାଲ ସେଲ୍ସ ଆର୍ ଦ ବେସିକ୍ ଷ୍ଟ୍ରକ୍ଚରାଲ ଆଣ୍ଡ ଫଙ୍କସନାଲ ୟୁନିଟ୍ ଅଫ୍ ଆନିମଲ୍ସ। ତାମାନେ ଆନିମାଲ ସେଲ୍ଟି ହେଉଛି ଏକ ପ୍ରାଣୀର ଏକ ମୌଳିକ ତତ୍ତ୍ୱ, ସେଇଠାରୁ ହିଁ ଏକ ପ୍ରାଣୀର ଜୀବନ ଆରମ୍ଭ ହେଇଥାଏ। ସେକେଣ୍ଡ ହେଉଛି ଦେ ଆର୍ ୟୁରୋକ୍ୟାରିଟିକ୍ ସେଲ୍, meaning they contain a true nucleus and membrane bound organelles। ତା ମାନେ ହେଲା ସେମାନେ ହେଉଛି ୟୁରୋକ୍ୟାରିଟିକ୍ ସେଲ୍ସ। ୟୁରୋକ୍ୟାରିଟିକ୍ ସେଲ୍ ମାନେ କ'ଣ? ତାଙ୍କ ପାଖରେ ଗୋଟେ ନ୍ୟୁକ୍ଲିୟସ୍ ଥିବ, ତା ସହିତ ଯୋଉ ଅର୍ଗାନେଲ୍ସ ଗୁଡ଼ିକ ଥିବ ସେଟା ମେମ୍ବ୍ରେନ୍ ବାଉଣ୍ଡ ଥିବ। ଆନିମାଲ ସେଲ୍ ଡୁ ନଟ୍ ହାଭ୍ ଏ ସେଲ୍ ୱାଲ୍ ଅର୍ କ୍ଲୋରୋପ୍ଲାଷ୍ଟ। ସେଲ୍ ୱାଲ୍ ନଥିବ କି କ୍ଲୋରୋପ୍ଲାଷ୍ଟ ନଥିବ, ଯେଉଁଟାକି ଆମେ ଦେଖିଥିଲେ ପ୍ଲାଣ୍ଟ ସେଲ୍ରେ ଥିଲା। ତା ସହିତ ଦ ସେଲ୍ ମେମ୍ବ୍ରେନ୍, ସାଇଟୋପ୍ଲାଜମ, ନ୍ୟୁକ୍ଲିୟସ୍ ଆର୍ ଦ କି କମ୍ପୋନେଣ୍ଟସ୍। ପ୍ରାଣୀ କୋଷର କି କମ୍ପୋନେଣ୍ଟ କହିଲେ, ମୁଖ୍ୟ ଉପାଦାନ କହିଲେ ସେଲ୍ ମେମ୍ବ୍ରେନ୍, ସାଇଟୋପ୍ଲାଜମ ଆଉ ନ୍ୟୁକ୍ଲିୟସ୍। ଏଠି ଆମେ ଡାଇଗ୍ରାମରେ ଦେଖୁଛନ୍ତି କି ଆମେ ଏଠି ନ୍ୟୁକ୍ଲିୟସ୍, ସାଇଟୋପ୍ଲାଜମ ଆଉ ସେଲ୍ ମେମ୍ବ୍ରେନ୍କୁ ଡେସ୍କ୍ରାଇବ୍ କରିଛନ୍ତି। ତ ନ୍ୟୁକ୍ଲିୟସ୍କୁ ଯଦି ଆମେ ଦେଖିବା ସେଟା ସେଣ୍ଟରରେ ସବୁବେଳେ ଥାଏ। ନ୍ୟୁକ୍ଲିୟସ୍ କଣ୍ଟ୍ରୋଲ ସେଲ୍ ଆକ୍ଟିଭିଟି ଆଣ୍ଡ ହାଉସେସ୍ ଅଫ୍ ସେଲ୍ DNA ଫର୍ ଜେନେଟିକ୍ ଇନଫର୍ମେସନ୍। ତ ସେଇ ପ୍ରାଣୀର ଜେନେଟିକାଲ ଇନଫର୍ମେସନ୍ସ, ତା DNA ସବୁ କିଛି ନ୍ୟୁକ୍ଲିୟସ୍ ଭିତରେ ରହିଥାଏ। ସେକେଣ୍ଡରେ ଆମେ ଦେଖିବା କି ସାଇଟୋପ୍ଲାଜମ। ସାଇଟୋପ୍ଲାଜମ ଇଜ ଦ ଫ୍ଲୁଇଡ, ସେ ହେଉଛି ଏକ ତରଳ ପଦାର୍ଥ ଦ୍ୟାଟ୍ ଫିଲ୍ସ ଦ ସେଲ୍, ଯିଏକି ସେଲ୍କୁ ଫିଲ୍ କରେ, ପୂରଣ କରେ, ପ୍ରୋଭାଇଡ କରେ, ତାକୁ ଦିଏ ଏ ମିଡିୟମ ଫର ଅର୍ଗାନେଲ୍ସ ଟୁ ଫଙ୍କସନ୍। ସିଏ ହେଉଛି ଏକ ତରଳ ପଦାର୍ଥ ଯିଏକି ପ୍ରୋଭାଇଡ କରେ, ଗୋଟେ ମିଡିୟମ ଦିଏ, ଗୋଟେ ମାଧ୍ୟମ ଦିଏ। ଫଳରେ କ'ଣ ହବ ନା ଯୋଉ ଅର୍ଗାନେଲ୍ସ ମାନେ ଅଛନ୍ତି ସେମାନେ ଫଙ୍କସନ୍ କରିବେ, ମାନେ କାର୍ଯ୍ୟ କରିବେ। ତାପରେ ଆସିଲା ସେଲ୍ ମେମ୍ବ୍ରେନ୍। ସେଲ୍ ମେମ୍ବ୍ରେନ୍ ରେଗୁଲେଟ୍ସ, ସେ କ'ଣ କରେ? ସେ ରେଗୁଲେଟ୍ କରେ ହ୍ୱାଟ୍ ଏଣ୍ଟର ଅର୍ ଏକ୍ସିଟ୍ ଦ ସେଲ୍, କ'ଣ କୋଷ ଭିତରେ ପଶେ ଆଉ କ'ଣ କୋଷ ଭିତରୁ ବାହାରେ, ସେଇଟା କ'ଣ କରେ ନା ସେଲ୍ ମେମ୍ବ୍ରେନ୍ ସେଟାକୁ ରେଗୁଲେଟ୍ କରେ। ମେଣ୍ଟେନିଂ ଦ ଇଣ୍ଟରନାଲ ଏନଭାୟରମେଣ୍ଟ, ତ ପ୍ରାଣୀର ଭିତରର ଯୋଉ ବାତାବରଣଟି ଥାଏ, ତା ଭିତରେ ଥିବା ଯୋଉ ପ୍ରତ୍ୟେକ ଅର୍ଗାନେଲ୍ସ ଥାନ୍ତି ତାଙ୍କ ଭିତରର ଏନଭାୟରମେଣ୍ଟ, ତା ପରିବେଶକୁ ସେ କ'ଣ କରେ? ମେଣ୍ଟେନ୍ କରେ। ଏବେ ଆମେ ଦେଖିବା ସେଲ୍ ଯୋଉଟା ରହିଲା ଆନିମାଲ ସେଲ୍, ତାର କମ୍ପ୍ଲିଟ ଡାଇଗ୍ରାମ। ତ ସେଠି ଆମେ ଦେଖୁଛନ୍ତି କି ସେଣ୍ଟରରେ ନ୍ୟୁକ୍ଲିୟସ୍ ଅଛି, ତା ସହିତ ଆମେ ଦେଖୁଛନ୍ତି, ଆମେ ସାଇଟୋପ୍ଲାଜମ ବିଷୟରେ କଥା ହେଲେ ସାଇଟୋପ୍ଲାଜମ ରହିଛି, ତା ସହିତ ଆମେ କଥା ହେଲେ କ'ଣ? ସେଲ୍ ମେମ୍ବ୍ରେନ୍ କହିଲେ ଆମେ ତାର ଆଉଟର ପାର୍ଟଟା ଦେଖିବା, ସେଲ୍ ମେମ୍ବ୍ରେନ୍ ଅଛି। ତା ସହିତ ଆନିମାଲ ସେଲ୍ରେ ଆଉ କ'ଣ ଥାଏ? ସେଣ୍ଟ୍ରିଓଲ ଥାଏ, ଲାଇସୋଜୋମ ଥାଏ, ଭ୍ୟାକ୍ୟୁଲ୍ସ ଥାଏ, ଗଲ୍ଗି ଆପାରେଟସ୍ ଥାଏ, ତା ସହିତ ମାଇକ୍ରୋଟ୍ୟୁବୁଲ୍ସ ଥାଏ, ଆଉ ସ୍ମୁଥ ଆଉ ରଫ୍ ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍ ଥାଏ, ଆଉ ରାଇବୋସୋମ ଥାଏ। ଏଗୁଡ଼ିକ ଥାଏ କୋଉଠି ନା ପ୍ରାଣୀ କୋଷରେ। ଦେଖିବା ତାଙ୍କ ଫଙ୍କସନ୍ କ'ଣ? ତାଙ୍କ ଫଙ୍କସନ୍ ଗୁଡ଼ିକ ହେଉଛି ନ୍ୟୁକ୍ଲିୟସ୍, ଯେମିତି ମୁଁ କହିଲି ସେ କ'ଣ କରେ ନା ସେଲ୍ର ଆକ୍ଟିଭିଟି, ତା ସହିତ ତା DNA, ସେଗୁଡ଼ିକର ଆକ୍ଟିଭିଟିକୁ ସେ କଣ୍ଟ୍ରୋଲ କରେ। ସେଲ୍ ମେମ୍ବ୍ରେନ୍ କ'ଣ କରେ? କଣ୍ଟ୍ରୋଲ ଏଣ୍ଟ୍ରି ଆଉ ଏକ୍ସିଟ୍, ଯୋଉ ସବଷ୍ଟାନ୍ସେସ୍ ଗୁଡ଼ାକ ଆସିବ ଆଉ ଯିବ ତାକୁ ସେଲ୍ ମେମ୍ବ୍ରେନ୍ ତା କଥା ବୁଝିବ। ମାଇଟୋକଣ୍ଡ୍ରିଆ ଆମେ ଅଲରେଡି ଜାଣିଛନ୍ତି ପାୱାର ହାଉସ୍ ଅଫ୍ ଦ ସେଲ୍, ATP ପ୍ରଡ୍ୟୁସ୍ କରେ, ତ ସିଏ କ'ଣ କରେ ନା ଏନର୍ଜି ପ୍ରୋଭାଇଡ କରେ। ତା ସହିତ ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍ ଆଉ ଗଲ୍ଗି ଆପାରେଟସ୍, ଏମାନେ କ'ଣ କରନ୍ତି ନା ସେଲ୍ ଭିତରେ ପ୍ରୋଟିନ୍ ଆଉ ଲିପିଡ୍ସକୁ କ'ଣ କରନ୍ତି ନା ଟ୍ରାନ୍ସପୋର୍ଟ କରନ୍ତି, ପରିବହନ କରନ୍ତି। ତ ଆମେ ଡିସ୍କସ୍ କଲେ, ଆମେ ପ୍ଲାଣ୍ଟ ସେଲ୍ ବିଷୟରେ କଥା ହେଲେ ପୂର୍ବ ଭିଡ଼ିଓରେ, ଆଜି ଆନିମାଲ ସେଲ୍ ବିଷୟରେ କଥା ହେଲେ। ଦୁଇଟା ଯାକ ଦେଖିବ, ତାଙ୍କ ଭିତରେ ଡିଫରେନ୍ସ ଯଦି ଅଛି, ଡିଫରେନ୍ସର ବି ଭିଡ଼ିଓ ଅଲରେଡ଼ି ଅଛି, ସବୁ ଦେଖିବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କେଉଁ ଜାଗାରେ ବୁଝି ହେଲା ନାହିଁ, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ବୁଝି ହେଲା, ଭଲ ଲାଗିଲା, ତାହେଲେ ଭିଡ଼ିଓଟି ଅନ୍ୟ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।